ଜୟ ବାବା ଜୟ ବାବା। ସାଙ୍ଗମାନେ ଆପଣମାନେ ଆମ ନାଉଗାଁ ଅଞ୍ଚଳର ବହୁତ ପିଲାମାନେ ସମସ୍ତେ ଜାଣିଥିବେ ସାଧୁ ଗୋସାଇଁ ପୀଠ ବୋଇଲେ ଆମର ଯେଉଁ ନାଉଗାଁ ଆଉ ଶିଖର ମଝିରେ ଅଛି। କିନ୍ତୁ ମୁଁ ଆଜି ଆମ ଅଞ୍ଚଳରେ ଥିବା ଆଉ ଗୋଟେ ଜାଗା ଯେଉଁଠି ସାଧୁ ଗୋସାଇଁ ପୀଠ, ସେ ଶ୍ରୀ ଶ୍ରୀ ମଠଗଣ ସାଧୁ ଗୋସାଇଁଙ୍କ ପୀଠ ନାମରେ ନାମିତ। ମୁଁ ସେଇ ଜାଗାକୁ ନେଇକି ଯିବି। ଆପଣମାନେ ଏତେ ସୁନ୍ଦର ଜାଗାଟେ ଦେଖିବେ, ଯେଉଁଟାକି ଆମର ଅଛି ଗୋବରୀ ନଦୀ କୂଳରେ ଅବସ୍ଥିତ। ସେପଟେ ଏବେ ଏବେ ସରିଛି ସେ ଜାଗାରେ ଆମର ଜାଗର ଯାତ୍ରା। ମୋ ପଛଆଡ଼େ ଦେଖନ୍ତୁ ତାଙ୍କର ବ୍ୟାନର ଲାଗିଛି। ସେ ଯେଉଁ ପୋଲ ସେପଟକୁ ଡେଇଁଲା ପରେ ସେଇପଟେ ଯିବା। ଯେଉଁ ଗଛ ଦେଖୁଛନ୍ତି ସେ ବଣ, ଚାଲନ୍ତୁ ସେଇ ଭିତରକୁ ଯିବା। ଆପଣମାନଙ୍କୁ ସବୁ ଦେଖେଇବି ସେ ଭିତରେ ସବୁ କ'ଣ ସବୁ ଅଛି, ଆଉ ପୀଠଟି କେମିତି ଲାଗୁଛି ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭିଡ଼ିଓରେ ମତାମତ ଦେବେ। ଚାଲନ୍ତୁ ସେ ଭିତରକୁ ଯିବା। ଦେଖନ୍ତୁ କେତେ ସୁନ୍ଦର ଜାଗାଟି। ଏପଟେ ଗୋବରୀ ନଈ ଦାଡ଼ରେ ଅବସ୍ଥିତ ଜାଗାଟି। କ'ଣ ସେପଟେ ବୋଧେ କ'ଣ ଚାଲିଛି, ମଣ୍ଡପ କି ଘର ଫର ଚାଲିଛି, କାମ ଚାଲିଛି। ଆଉ ଏପଟେ ଦେଖନ୍ତୁ ଏବେ ଏବେ ପୁରା ସଜା ହେଇଛି। ଦେଖନ୍ତୁ କେତେ ସୁନ୍ଦର ଜାଗାଟି, ଆଉ ଶାନ୍ତ ଜାଗା, ପୁରା ପରିବେଶଟି ପୁରା ଶାନ୍ତ, କୋଳାହଳ ନାହିଁ। ଆଉ ବଟ ବୃକ୍ଷ ତଳେ ବାବା ସାଧୁ ଗୋସାଇଁଙ୍କ ପୀଠ ମଠଗଣ ଏଇଟା ଏ ଜାଗାଟା। ଆଉ ଏପଟେ ଏଇ ଯେଉଁ ଘରଟା ଚାଲିଛି ବର୍ତ୍ତମାନ ନୂଆ ଚାଲିଛି, ଏଇଟା ଭୋଗ ମଣ୍ଡପଟେ ହେବ। ଆଉ ସେପଟେ ଗୋଟେ ସେ ଯେଉଁ ଘରଟା ହେଉଛି ସେଇଟା ତାଙ୍କର ବୈଠକ ଘର, ଯାହା ଆଲୋଚନା ହୁଏ ସେ ଘରେ। ଏ ଜାଗାର ମାନେ ଉନ୍ନତି ଚାଲିଛି ଧୀରେ ଧୀରେ। ମୁଁ ବୋଧେ ଭାବୁଥିଲି ଆଗରୁ ଏତେ କିଛି ଆ ଭିତରକୁ ଦେଖେ କେବେ ଆସିପାରେନି, କିନ୍ତୁ ଆଜି କାହିଁ ଇଚ୍ଛା ହେଲା ଟିକେ ଆସିବାକୁ, ଆପଣମାନଙ୍କୁ ଦେଖେଇବାକୁ। ଏପଟେ ଚାଲନ୍ତୁ ସବୁ କ'ଣ ଅଛି ଆପଣମାନଙ୍କୁ ଦେଖାଉଛି। କେତେ ସୁନ୍ଦର ଜାଗାଟି। ଆଉ ସେପଟେ ଦେଖନ୍ତୁ ଗୋଟେ କେତେ ବଡ଼ ଭୂମିକା ସେ ଜାଗାଟା କେତେ ମନୋରମ ପରିବେଶ ଭିତରେ ଅଛି, ଶାନ୍ତ। ଏଠି ଆପଣମାନେ ଆସିବେ, ଘଣ୍ଟାଏ ବସିଯିବେ, ଶାନ୍ତିରେ ବସିବେ। ଯଦି ଏକୁଟିଆ ଚାହୁଁଛନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଏ ଜାଗାରେ ଆସି ଶାନ୍ତିରେ ବସିବେ। ଦେଖନ୍ତୁ କେତେ ବଡ଼ କି ଗଛ, ଗୋଟେ ପୁରା ଲଟା ପିଆଳି ଗଛ ବୋଧେ ହେଇଛି, ବଡ଼ ପୁରା ଲଟା ଗଛ ହେଇଛି। ମୋ ପଛଆଡ଼େ ଦେଖନ୍ତୁ ପୁରା ଇଏ ଗୋଟେ ବଡ଼ ଗଛଟେ। ଏଇଟା କି ଗଛ, ସବୁ ପୁରୁଣା ଗଛ, ସବୁ କିଛି ଚିହ୍ନି ହେଉନି। ଆଉ ଆପଣମାନେ ଯଦି ଚାହିଁବେ ଆପଣମାନଙ୍କ ଅଞ୍ଚଳରେ କିଛି ମାନେ ଏମିତି ଜାଗା ଅଛି, ବହୁତ ସୁନ୍ଦର ଜାଗା ଅଛି, ଆଉ ଲୋକଲୋଚନକୁ ଆସିଲେ ନିଶ୍ଚିନ୍ତ ଭାବରେ ମୋତେ ଯୋଗାଯୋଗ କରିବେ। ମୁଁ ଯିବି ଆପଣମାନଙ୍କ ଅଞ୍ଚଳରେ ଭିଡ଼ିଓ କରିବି, ଆପଣମାନଙ୍କ ଜାଗାକୁ ଲୋକଲୋଚନକୁ ଆଣିବି। ଇଏ ଯେମିତି ଗୋଟେ ଅତି ସୁନ୍ଦର ଜାଗା। ଏଠି ଏଇ ଅଞ୍ଚଳର ଲୋକଙ୍କୁ ଛାଡ଼ିଦେଲେ ବହୁତ ଜାଣିନଥିଲେ, କିନ୍ତୁ ଶାନ୍ତ ପରିବେଶ ଭିତରେ ଜାଗାଟି ଅଛି। ଆପଣମାନଙ୍କୁ ଯଦି କେବେ ସମୟ ହୁଏ ନିଶ୍ଚିନ୍ତ ଭାବରେ ଆସିବେ। ଏ ଜାଗାଟି ହେଉଛି ଆମର ନାଉଗାଁ ବ୍ଲକ ବାଂଶ ପଞ୍ଚାୟତର ବାଂଶ ଗ୍ରାମରେ ଅବସ୍ଥିତ, ଯେଉଁଟାକି ମୁଖ୍ୟ ରାସ୍ତା ଦେଇ ଗଲାବେଳେ ବାଂଶରୁ ଗଙ୍ଗଦା ହାଟକୁ ଗଲାବେଳେ ଡାହାଣ ପାର୍ଶ୍ୱରେ ପଡ଼ିବ, କିମ୍ବା ଗଙ୍ଗଦାରୁ ଆପଣ ଯଦି ଆସୁଛନ୍ତି ନାଉଗାଁ ସାଇଡ଼୍ ତାହେଲେ ବାଂଶର ସେ ବାମ ପଟେ ପଡ଼ିବ, ଯେଉଁଟାକି ଆମର ହେଉଛି ମଠଗଣ ସାଧୁ ଗୋସାଇଁ ପୀଠ ରହୁଛି। ଜୟ ବାବା।